ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 72। ତୁମେ କ'ଣ ସମାଲୋଚନା କାରଣରୁ ଚିନ୍ତିତ ହେଉଛ? କେତେକ ଲୋକ ଘର, ସମାଜ, ଜାତି, ବନ୍ଧୁ, ପଡ଼ୋଶୀଙ୍କ ସମାଲୋଚନା ଯୋଗୁଁ ଖୁବ୍ ବେଶୀ ଚିନ୍ତିତ ହୋଇଥାନ୍ତି। ଏ ସଂସାରରେ ଭିନ୍ନ ଭିନ୍ନ ରୁଚି ଓ ଦୃଷ୍ଟିକୋଣ ଥିବା ଲୋକ ଅଛନ୍ତି। ସେମାନଙ୍କ ଆଦର୍ଶ, ଚାଲିଚଳନ ଓ କଥାବାର୍ତ୍ତା କରିବାର ଢଙ୍ଗ ଅଲଗା ଅଲଗା। ତେବେ ତୁମେ ଯାହା କିଛି କହିବ, କରିବ ବା ଭାବିବ ତାହା ସମସ୍ତଙ୍କ ପସନ୍ଦଯୋଗ୍ୟ ହେବ ବୋଲି ତୁମେ ଆଶା କାହିଁକି କରୁଛ? ପ୍ରତ୍ୟେକ ବ୍ୟକ୍ତିକୁ ପ୍ରସନ୍ନ, ସମ୍ପୂର୍ଣ୍ଣ ଓ ସୁଖୀ ରହିବ ବୋଲି ଯଦି ତୁମେ ମନରେ ଭାବୁଥାଅ, ତେବେ ସେ ଭାବନାକୁ ମନରୁ ତଡ଼ି ଦିଅ। କେହି ହେଲେ ସମସ୍ତଙ୍କୁ ଖୁସି କରି ନପାରେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।